ଆଠ ଦିନ ହେଲା ଚାଲିଛି ଏଠି ଖଣ୍ଡଗିରି ରେ 8 ଦିନ ଆଜି ଶେଷ ରାତିକି ହାଉସଫୁଲ ରହିଛି। ନାଟକଟା ସେମିତି ହେଇଛି ଲୋକ ହାତ ଟଚ୍ କରୁଛି ତେଣୁ ସେଥିପାଇଁ ଚାଲିଛି। ଭଲ ପାଇବା ଥିଲା ତୁଳସୀ ଗଣନାଟ୍ୟ ପ୍ରତି ଏବେ ବି ମଧ୍ୟ ସେମିତି ହଁ ଦେଖୁଛନ୍ତି ଆପଣ ତ ଦେଖୁଛନ୍ତି ତୁଳସୀ ଗଣନାଟ୍ୟ ଯଦି ଲୋକଙ୍କର ଭଲ ପାଇଥିଲା ସେମିତି ଭଲ ପାଇବା ଅଛି। ଭଲ ପାଇବା ଯଦି ଭଲ ତୁଳସୀ ଗଣନା ଯଦି ଭଲ ନାଟକ ନ କରିବା ଲୋକ ଭଲ ପାଇବେ କେମିତି? ନାଟକଟା ଭଲ ହଉଛି। କଣ ସବୁ ବୈଜ ରହିଛି ଜନଜାତିର ଜ୍ୱର କଣ ସେମିତି ଗୋଟେ ଖବର ଆସୁଛି ଯେ ଲୋକଙ୍କ ପାଖରେ ପୁରା ପହଞ୍ଚି ଯାଉଛି। ନାଇଁ ଏଟା ନୂଆ ଷ୍ଟୋରି ନୁହଁ ପୁରୁଣା କଥା ସେ ତାକୁ ଆର୍ଟିଷ୍ଟଙ୍କ ଉପରେ ଡିପେଣ୍ଡ ସେଟା କରେ। ଆର୍ଟିଷ୍ଟ ତାକୁ କେମିତି ନେଇକରି ଯିବେ ଯେ ନାଟ୍ୟକାର ଲେଖିଦେଲା ନିର୍ଦ୍ଦେଶକ ଦେଇଦେଲା ଆର୍ଟିଷ୍ଟ ମାନଙ୍କର ବାହାଦୁରୀ ଯଦି ନଥବ ତାହେଲେ ନାଟକ ହେଇପାରିବ ନାଟକ ଫେଲ ହେଇଯିବ। ଆର୍ଟିଷ୍ଟ ମାନେ ଖଟୁଛନ୍ତି ଗପ ଟିକେ ରହିଛି ଲୋକମାନେ ଟିକେ ରିସିଭ୍ କରୁଛନ୍ତି। 6 ରାତି ହଉ କିମ୍ବା 8 ରାତି କଷ୍ଟ କରିବା ତାପରେ ପ୍ରାଇଜ ନେବା ତାପରେ ଗୋଟେ ଖୁସିଟା କେମିତିକା ଖୁସି ନା ବହୁତ ଖୁସି ଆମେ ତ ଜାଣିଥିଲୁ ଏଇଆ ହବ 8 ରାତି ହାଉସ ଗୋଟେ ରାତି କମିଗଲା କି କଣ ଟୋଟାଲ ହାଉସଫୁଲ ଶେଷ ଦିନ ବି ହାଉସଫୁଲ। ମାନେ ମନରେ ପୁରା ଫୁଲ କନଫିଡେନ୍ସ ଥିଲା। ହଁ ଆମ ମନରେ ଥିଲା ଆମେ ଯାହା ପରଫରମାନ୍ସ ଦଉଛୁ ନିଶ୍ଚୟ ସକ୍ସେସ୍ ହବୁ ଆମେ ଜାଣିଥିଲୁ। ଅଭିନୟ କରନ୍ତି କନଫିଡେନ୍ସ ସହ ଏଠି ଅଭିନୟ କରିବାକୁ ପଡେ। ହଁ ଏଠି ଖଣ୍ଡଗିରି ମହୋତ୍ସବଟା ଅଲଗା ଅନ୍ୟଟି ଆମର ଯାତ୍ରା କରୁନୁ କିନ୍ତୁ ଖଣ୍ଡଗିରିଟା ଆସେ ଗୋଟେ ଆମେ ଖଣ୍ଡଗିରି ଆଉଛୁ ଖଣ୍ଡଗିରି ମହାସଭାର ଜଗତ ଏଟା ଅଲଗା ଜାଗା ଗୋଟେ ଓଡ଼ିଶାରେ ବହୁତ ଜାଗା ଯାତ୍ରା ହଉଛି ବରଳେଶ୍ୱର ହଉଛି କି ଯେତେ ଜାଗା ଭଲ ସବୁ ଜାଗାରେ ହଉଛି ଯାତ୍ରା କିନ୍ତୁ ଏ ଖଣ୍ଡଗିରି ମାହଲଟା ଅଲଗା ଏଟା ଅଟୋମେଟିକ କେମିତି ହୁଏ।